ସୃଷ୍ଟିର ଆରମ୍ଭରୁ ଆଜି ଯାଏଁ ପ୍ରତ୍ୟେକ ଜିଜ୍ଞାସୁ ପ୍ରାଣରେ ଗୋଟିଏ ପ୍ରଶ୍ନ, ଭଗବାନ ଅଛନ୍ତି କି? ଯଦି ଅଛନ୍ତି, କୋଉଠି ଅଛନ୍ତି? ତାଙ୍କ ରୂପ କିପରି? ସେ କରନ୍ତି କ'ଣ? ଆମେ ତାଙ୍କ ଦର୍ଶନ ପାଇପାରିବା କି? ଏହି ପ୍ରଶ୍ନଗୁଡ଼ିକର ସିଧାସଳଖ ଉତ୍ତର ହେଉଛି ଭଗବାନ ଅଛନ୍ତି। ନୀଳ ଗଗନର ତାରକାମେଳରେ ସେ ଲୁଚିକରି ରହିନାହାନ୍ତି। ପାତାଳପୁରୀର ଅତଳ ଗହ୍ୱରରେ ମଧ୍ୟ ସେ ଛପିକରି ରହିନାହାନ୍ତି। ଯିଏ ଜିଜ୍ଞାସୁ, ଯିଏ ସଦାସର୍ବଦା ଆକୁଳ ହୋଇ ତାଙ୍କୁ ଖୋଜି ବୁଲୁଛି, ତାରି ପାଖେ ପାଖେ ସଦାସର୍ବଦା ରହିଛନ୍ତି। ଯେଉଁ ପ୍ରଶ୍ୱାସ ବାୟୁ ଆମେ ଗ୍ରହଣ କରୁଛୁ, ତାରିପରି ସେ ଅପରିହାର୍ଯ୍ୟ। ଆମ ହୃଦୟ ଭିତରେ ଯେଉଁ ସ୍ପନ୍ଦନ ସୃଷ୍ଟି ହେଉଛି, ତାରି ଭଳି ସଦାସର୍ବଦା ଭଗବତ ସତ୍ତା ଚଳମାନ ଅବସ୍ଥାରେ ରହିଛି ବୋଲି ସେ ଜଣାଇ ଦେଉଛନ୍ତି। ସେ ପ୍ରାଣୀର ପ୍ରାଣ, ଚକ୍ଷୁର ଜ୍ୟୋତି, ମୁଖର ଭାଷା, ସୁଖୀର ହସ, ଦୁଃଖୀର କାନ୍ଦ, ସଙ୍ଗୀତଜ୍ଞର ସଙ୍ଗୀତ ମୂର୍ଚ୍ଛନା, କବିର କବିତା ରାଗିଣୀ, ବୈଜ୍ଞାନିକର ଉଦ୍ଭାବନ, କଳାକାରର କଳା ନୈପୁଣ୍ୟ, ପ୍ରତିଭାଦୀପ୍ତ ବ୍ୟକ୍ତିର ପ୍ରତିଭା, ପୁଷ୍ପର ସୁରଭି, ସମୁଦ୍ରର ଲହରୀ, ଝରଣାର କଳକଳତାନ, କୋକିଳର କୁହୁ କୁହୁ ସ୍ୱନ, ଚରାଚର ବିଶ୍ୱ ବ୍ରହ୍ମାଣ୍ଡର ସେ ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ସଂହାରକର୍ତ୍ତା। ତାଙ୍କ ଚକ୍ଷୁର ପଲକ ମାତ୍ରକେ ବଲ୍ମୀକ ଶତଦଳ ପ୍ରାସାଦରେ ପରିଣତ ହୁଏ। ତାଙ୍କର ଭ୍ରୁଭଙ୍ଗୀ ମାତ୍ରକେ ସମଗ୍ର ସୃଷ୍ଟି ନିମିଷକେ ପ୍ରଳୟ ମଧ୍ୟରେ ଲୀନ ହୋଇଯାଏ। ମାତ୍ର ଭଗବତ କରୁଣା ସଦାସର୍ବଦା ମଙ୍ଗଳମୟ, ମଧୁମୟ। ମଶାଲ କିଛି କହେନା, ତା ଆଲୋକରେ ପଥଭୁଲା ପଥିକକୁ ଅନ୍ଧକାରର ଘନଘଟା ଭିତରେ ପଥ ଦେଖାଇ ଦିଏ। ଚମ୍ପା ଫୁଲର ମହକ କିଛି କଥା କହେନା, ଅବଶ ହୋଇ ବସିଯାଇଥିବା ମଣିଷ ପ୍ରାଣରେ ନୂତନ କର୍ମ ପ୍ରେରଣା ଭରିଦିଏ। ବତୀଘର କିଛି ସମ୍ବାଦ ଦିଏ ନା, ମାତ୍ର ବିଶାଳ ସାଗର ବକ୍ଷରେ ପଥ ଭୁଲି ଯାଇଥିବା ବୋଇତକୁ ଠିକ୍ ମାର୍ଗ ଦେଖାଇ ଦିଏ। ଠିକ୍ ସେହିପରି ଭଗବତ ଶକ୍ତି ନୀରବରେ ସବୁବେଳେ ସବୁଠାରେ ରହି ସମସ୍ତଙ୍କୁ ସୁମାର୍ଗରେ ଚାଲିବା ପାଇଁ ପ୍ରେରଣା ଦେଉଛି। ସଂସାରରେ ଯେତେ ମୁହଁ, ଯେତେ ଦେହ, ଯେତେ ନାଁ, ଯେତେ ରୂପ, ସବୁଠି ସଦାସର୍ବଦା ଭଗବାନ ବିଦ୍ୟମାନ ଅଛନ୍ତି। ବ୍ରହ୍ମଜ୍ଞାନୀମାନେ ତାଙ୍କୁ କହନ୍ତି ପରମ ବ୍ରହ୍ମ ପରମାତ୍ମା। ନିର୍ଗୁଣବାଦୀମାନେ କହନ୍ତି ନିରାକାର। ଭକ୍ତ କହେ ଭଗବାନ। ସେ ହିଁ ହିନ୍ଦୁମାନଙ୍କର ଈଶ୍ୱର, ମୁସଲମାନ ମାନଙ୍କର ଆଲ୍ଲା, ବୌଦ୍ଧ ମାନଙ୍କର ବୁଦ୍ଧଦେବ, ଜୈନ ମାନଙ୍କର ଜିନ, ଶିଖ ମାନଙ୍କର ଗୁରୁ, ଜୋରାଷ୍ଟ୍ର ମାନଙ୍କର ଅହୁର୍ମଜଦା ଏବଂ ଶାକ୍ତ ମାନଙ୍କର ମାତୃଶକ୍ତି, ଶୈବ ମାନଙ୍କର ମହାଦେବ, ଗାଣପତ୍ୟ ମାନଙ୍କର ମହାବିନାୟକ, ସୌର ମାନଙ୍କର ସୂର୍ଯ୍ୟ ଦେବତା, ବୈଷ୍ଣବ ମାନଙ୍କର ବିଷ୍ଣୁ, ଅଗ୍ନି ଉପାସକ ମାନଙ୍କର ଅଗ୍ନି ଦେବତା, ବୃକ୍ଷ ପୂଜକ ମାନଙ୍କର ବୃକ୍ଷ ଦେବତା, ଜଳ ପୂଜକ ମାନଙ୍କର ବରୁଣ ଦେବତା ଏବଂ ସେ ସବୁ କିଛି ମଣିଷ ତାର ସୀମିତ ବୁଦ୍ଧିଜ୍ଞାନ ମଧ୍ୟରେ ଈଶ୍ୱରଙ୍କର ଅପାର ସୃଷ୍ଟିର ଲୀଳାକୁ ହୃଦୟଙ୍ଗମ କରିବା ସମ୍ଭବପର ନୁହେଁ, ସହଜ ମଧ୍ୟ ନୁହେଁ। ତାଙ୍କର ସୃଷ୍ଟିର ବୈଚିତ୍ର୍ୟକୁ ସୀମିତ ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ। ତେଣୁ ଦିବ୍ୟଦ୍ରଷ୍ଟା ମହାତ୍ମାମାନେ କହିଛନ୍ତି, ପ୍ରଭୁଙ୍କ ମହିମାକୁ ଅନୁଭବ କର, ନିଜକୁ ଶୂନ ବୋଲି ମନେକରି ତାଙ୍କଠାରେ ମନପ୍ରାଣକୁ ସର୍ବତ ଭାବରେ ସମର୍ପି ଦିଅ। ତେବେ ସେ ଚିତ୍ର ବିଚିତ୍ର ପ୍ରଜାପତିର ଡେଣାରେ ଥାଇ ଦର୍ଶନ ଦେବେ, ଅ ଉ ମ ଅକ୍ଷର ଦେହରେ ଦର୍ଶନ ଦେବେ, ଚଳମାନ ଘଡ଼ିର ଟିକ୍ ଟିକ୍ ଶବ୍ଦରେ ଶୁଣାଯିବେ। ନିଜକୁ ସର୍ବତ ଭାବେ ନିଃଶେଷ କରି ନଦେଲେ, ଅହଙ୍କାରର ଲେଶ ମାତ୍ର ଚିହ୍ନ ରହିଗଲେ ସେ ଧରା ଦେବେ ନାହିଁ। ଅତି ନିକଟରେ ଥାଇ ମଧ୍ୟ ଭାବ ନଥିଲେ ଲକ୍ଷ ଲକ୍ଷ ଯୋଜନାରେ ଥିବା ପରି ପ୍ରତୀୟମାନ ହେବେ। ସେ ଭାବର ଠାକୁର। ଲୟ ଲଗାଇଲେ କ୍ଷଣକ ମଧ୍ୟରେ ଦେହ ମନ ପ୍ରାଣକୁ ପୁଲକିତ କରି ଆବିର୍ଭୂତ ହେଇଯିବେ।